ଲେମ୍ବୁଟା ଖଟାଟା ନା ମିଠାଟା ଲ ଖଟା ମିଠା ନା ମିଠା ନାଗେ କି କ'ଣ ନୂଆ ଜିନିଷ କଙ୍କଡ଼ା ଦେଶୀ କଙ୍କଡ଼ା ବିଲ କଙ୍କଡ଼ା କାହିଁକି ନା ଆପଣମାନଙ୍କୁ ଜଣେଇବିନି ଭାବୁଥିଲି କିନ୍ତୁ ଜଣେଇ ଦଉଛି ହେଲା। ଏବେ ବୁଝୁଛି ଯେ ଘର କରିବାଟା କେତେ କଷ୍ଟ। ମା ଜଣେଇଦେବି ନା ତ ଓକେ ମା କହିଲେ ଯେହେତୁ ମୁଁ ଆପଣମାନଙ୍କୁ ଜଣେଇ ଦେଉଛି, କିନ୍ତୁ ଜଣେଇବାର ନଥିଲା ତ ମୁଁ ଏବେ ଜଣେଇ ଦେଉଛି। ହ୍ୟାଲୋ ଆଜ୍ଞା ନମସ୍କାର, କେମିତି ଅଛନ୍ତି ସମସ୍ତେ? ମୁଁ ଆଶା କରେ ସମସ୍ତେ ବହୁତ ଭଲରେ ଥିବେ, ଖୁସିରେ ଥିବେ, ପୁରା ବିନ୍ଦାସରେ ଥିବେ। ତ ୱେଲକମ୍ କରୁଛି ମୋର ଏକ ନୂଆ ବ୍ଲଗ୍କୁ। ତ ଆଜି ବ୍ଲଗ୍ ଷ୍ଟାର୍ଟ ହେଉଛି, ଟାଇମ୍ ବର୍ତ୍ତମାନ ହେଇଛି 10:30। ଆଉ 10:30 ବେଳେ ମୁଁ ବ୍ଲଗ୍ ଆରମ୍ଭ କରୁଛି। ଆଉ ଦେଖିପାରୁଥିବେ ମୁଁ ପୁରା ଗାଧେଇ ପାଧେଇକି ପୁରା ଫ୍ରେଶ୍ ହେଇକି ମନ୍ଦିର ଯାଇକି ହେଲା ପୂଜା ଅର୍ଚ୍ଚନା କରିକି ଘରକୁ ଆସିକି ଖାଇ ଖୁଆଇକି ଏବେ ହିଁ ବ୍ଲଗ୍ ଆରମ୍ଭ କରୁଛେ, ଜାଣିଛନ୍ତି। ତ ଆଜି ଟିକେ ବହୁତ ଲେଟ୍ରେ ବି ଉଠିଲି, ଯାହାଫଳରେ କି ବ୍ଲଗ୍ଟା ବହୁତ ଲେଟ୍ ହେଲା। ଠିକ୍ ଅଛି। ତ ବର୍ତ୍ତମାନ ଦେଖିପାରୁଥିବେ ମୁଁ ସବୁ ଗାଧେଇକି ମୋର ପ୍ୟାଣ୍ଟ ସାର୍ଟ ସବୁ ଶୁଖେଇଛି। ଏଇଟା ହେଉଛି ମୋର ମାନେ ପ୍ୟାଣ୍ଟ ସାର୍ଟ ଶୁଖେଇବା ଜାଗା ହେଲା। ଆଉ ବର୍ଷା କିଭଳି ଭାବରେ ପାଗ କରିଛି ଦେଖ ହେଲା। ଆଜି କିଭଳି ଭାବରେ ପାଗ କରିଛି ଦେଖ ମାନେ ମେଘୁଆ ଖରା ଦେଇଥିଲା, ସକାଳୁ ଟିକେ ଖରା ଦେଇଥିଲା ହେଲା, ଟିକେ ଖରା ଦେଇଥିଲା, ପୁଣି ତାକୁ ଇଏ କରିଦେଲା, ଢାଙ୍କି ଦେଲା ମେଘ ହେଲା। ତ ଆପଣମାନଙ୍କ ପଟରେ କେମିତି କ'ଣ ପାଗ ଅଛି ନିହାତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଠିକ୍ ଅଛି। ତ ଚାଲ ଘରେ କିଏ କ'ଣ କରୁଛି କ'ଣ ନାହିଁ ସବୁ ମୁଁ ଆପଣମାନଙ୍କୁ ବ୍ଲଗ୍ ମାଧ୍ୟମରେ ଦେଖେଇବି। ବାସ୍ ବ୍ଲଗ୍କୁ କଣ୍ଟିନ୍ୟୁ କରନ୍ତୁ। ଠିକ୍ ଅଛି। ତ ଦେଖିପାରୁଥିବେ ଅନୁ ଏଠି ଆମର ଖାଉଛନ୍ତି ପଖାଳ ଭାତ, ଆଳୁ ଆଉ କୁନ୍ଦୁରି ଭଜା, ଆଉ ସୁନସୁନିଆ ଶାଗ, ଆଉ ଲେମ୍ବୁ, ଲଙ୍କା, ଲୁଣ, ରସୁଣ। ଲେମ୍ବୁଟା ଖଟାଟା ନା ମିଠାଟା ଲ ଖଟା ମିଠା ନାଗେ କି କଥାରେ ଅଛି କ'ଣ ଜାଣିଛୁ ନା, ଅତି ଲେମ୍ବୁ ଚିପିଡ଼ିଲେ ପିତା। ଠିକ୍ ନା ନାଇଁ କହୁନୁ? ତ ଅନୁ ଏଠି ଆମର ଖାଉଛନ୍ତି, ଏତେ ଲେଟ୍ରେ ଖାଉଛି ଯେ ତାଳ ପିଠା ନା। ତ ଆପଣମାନଙ୍କୁ ମୁଁ କହିଥିଲି, ଆଉ ପୂର୍ବ ବ୍ଲଗ୍ରେ ବି ଆପଣମାନେ ଦେଖିଥିଲେ କି ଆମର ମା କରିଥିଲେ ଆମର ତାଳ ପିଠା ବୋଲି ହେଲା। ତ ତାଳ ପିଠା କାଲି ଯାହା ଖାଇଥିଲେ, ଆଜି ବି ତାଳ ପିଠା ଥିଲା, ଯାହାଫଳରେ କି ଆମର ସେମାନେ ସବୁ ଖାଇଛନ୍ତି। ଆଉ କିନ୍ତୁ ମୁଁ ତାଳ ପିଠା ଖାଇ ନାହିଁ, କାହିଁକିନା ମୋତେ ତାଳ ପିଠା ଭଲ ଲାଗେ ନାହିଁ। ଠିକ୍ ଅଛି। ତ ଏଇଠି ମୋ ମା ତାଙ୍କର ଅଛନ୍ତି। ଏ ମା ଏଇ ତାଳ ପିଠା ଯେଉଁ କରିଥିଲ, କିସ ପିଠା କରିଥିଲ? ତାଳର ନଡ଼ିଆ, ଚିନି, ତାଳ ଚୁନା ଗୋଳେଇକି ରଖିଥିନି ପହର ଦିନରୁ କରିମି ବୋଲି। ତାଳ ପିଠା ବେଶୀ ଦିନ ରହିଲେ ଖଟା ହେଇଯାଏ ହେଲା। ଆଉ ଏମାନେ ପୁରା କେହି ଖାଇତେ ପାରିଲେନି। ତାପରେ ମୁଁ କାଲି ରହିଲିନି ତ ପଳେଇନି ମୋ ମାମୁଁ ଘରକୁ, ଫ୍ରିଜ୍ରେ ରଖିଦେଇକି ଆଜି ତାକୁ ତେଲ କଢ଼ାରେ ଢାଳି ଦେଇକି ସେ ପିଠା କରିଦେଇଥିଲି। ସେ ସବୁ ବଢ଼ିଆ ରଙ୍ଗ ପୋଡ଼ ପିଠା ରଙ୍ଗ ହେଇଥିଲା, ମୋଟା ପୁରା କେକ୍ ଭଳିଆ ନା, ପୁରା କେକ୍ ଭଳିଆ। ତାକୁ ହେଉଛି ପନିକିରେ କାଟିଦେନି, ପିସ୍ ପିସ୍ କରିଦେନି, ଆଉ ସେଇଆକୁ ତ ଠୋକି ଦେଇଦେନି ନଣନ୍ଦ ଭାଉଜ, ମୁଁ ବି ଖଣ୍ଡେ ଖାଇ ଦେଇଥିଲି। ଭୋକ ନାହିଁ ଆଉ। ଦେଖ ମୋର ମାମୁଁ ଘର ଅଛି ହେଲା, ମୋ ମାଆର ବି ମାମୁଁ ଘର ଅଛି ହେଲା। ମାମୁଁ ହରିକାର ଛୁଆମାନେ ବାହା ହେଇନାହାନ୍ତି ଏବେ ସବୁ। ଏଇଟା କ'ଣ ସୁନସୁନିଆ ଶାଗ ନା କ'ଣ? କାଲି ମାମୁଁ ଘର କିଣିକି ଦେଇଛନ୍ତି ସୁନସୁନିଆ ଶାଗ ମୋତେ। ମୁଁ ହଠାତ୍ ବାହାରିନି, ଫୋନ୍ ମାରିନି, ମାନେ ମାଇଁ ମୁଁ ଯିବି। ଆଇ ପଳେଇବ ନା ଆଜି ବାଙ୍ଗଲୋର ଆଜି ନା। ଆଚ୍ଛା। ସାନ ମାମୁଁ, ମାଇଁ, ଆଈ, ମାଇଁର ଛୁଆମାନେ ସବୁ ଆସିଲେ, ଏ ବୁଲାବୁଲି କରିତେ ଆଇଥିଲେ। ଆଉ ଆମ ଘର ତ ବୁଲି ବୁଲାକି ଗଲେ, ଯାଇକି ଫେରେ ସେ ଆଜି ପଳେଇବେ, ତାଙ୍କର ରିଟର୍ନ ଟିକଟ ଆଜି ଅଛି ନା। ଆଈ ବହୁତ ଦିନ ହେଲା ଆସିଥିଲା, ମନି ଯେଉଁ ଯାଇଥିଲା, ଆମ ଝିଅ ଯେଉଁ ଯାଇଥିଲା ନା, ଛାଡ଼ିତେ ଆସିକି ଆଉ ରହିଥିଲା। ସେ ଭାବିଥିଲା ଯିବନି ବୋଲି, ଆଉ ସେ ନଗଲେ କ'ଣ କହିବ। ଏଠି ତ ହେଉଛି ଚତୁର୍ମାସିଆ ଦିନ ନା, ତାର ଦେହ ଖରାପ, ଥଣ୍ଡା ଦେହ, ତା ଦାୟିତ୍ୱ କିଏ ନେବ? ତେଣୁକରି ତା ପୁଅମାନେ ଆସୁଛନ୍ତି ଯେହେତୁ ତାକୁ ନେଇଯିବେ। ସେଇଥିପାଇଁ ଆଇକି ଯାଇଥିଲି କାଲି ଦେଖା କରିତେ। ଦେଖା କରିକି
ଆସିନି ଆଉ ମାମୁଁର ଶାଗ କିଣି ଦେଇଥିଲେ ଘିନିକି ଆଇଛି ଆଉ। ଏ ଶାଗ ଯୋଉ ଆଣିଲ କେତେ ଟଙ୍କା ନେଲା? ସେଠି କିଲୋ କହୁଛନ୍ତି 30 ଟଙ୍କା 40 ଟଙ୍କା ମୁଁ ଜାଣିନି। ଏତେ କମ? ଆମର ଏଠି କେତେ ବିଡେ ଶାଗକୁ 10 ଟଙ୍କା ହେଲା। ଗୋଟେ ବିଡାଟା ପୁରା ଫୁଲ ମାନେ ମୋଟାଟା ଦେବେ, ଦେଖିଲା ବେଳକୁ 10 ଟଙ୍କା ନେବେ ହେଲା। ଆଉ ହଁ କେତିକି ଡେଣ୍ଠି ବାହାରିଗଲା ପରେ ଏତିକି ଖଣ୍ଡେ ଶାଗ ହବ, ତାକୁ ଭାଜି ଦେଇ ସାରିଲା ପରେ ଜଣ ମଣିଷ କାଢେ ଖାଇଦବ। ଆଉ ଗୋଟେ କଥା ଆପଣ ମାନଙ୍କୁ କହିନଥିଲି, ପୁଣି ଭାବିଲି କହିଦେବି ଆପଣ ମାନଙ୍କୁ ହେଲା କି ଏଇ ଯୋଉ 4 ମାସ ଯୋଉ ଆମେ ବ୍ଲଗଟିକୁ ଆଣିନଥିଲୁ, ତ ଆମର ମନି ମାନେ ମୋ ଭଉଣୀ ସେ ଯାଇଥିଲା ଆମର ବେଙ୍ଗଲୋର ହେଲା ମାମୁଁ ମାଇଁଙ୍କ ପାଖକୁ ହେଲା। ପାଖାପାଖି ପୁରା ମାସେ ସେ ପୁରା 1.5 ମାସ ନା ପୁରା 1.5 ମାସ ବୁଲି ବୁଲାକି ଆସିଛି। ପୁରା ବେଙ୍ଗଲୋରଟା ସାରା ବୁଲି ଦେଇଛି ସିଏ ହେଲା 1.5 ମାସ ଭିତରେ। ତ ସେ ବହୁତ ସାରା ଏନ୍ଜୟ କରିକି ଆସିছে। ଆଉ ମୋର ବି ଏଇ ଭିତରେ ଯିବାର ଅଛି। ଆଉ କେବେ ଯିବି, କ'ଣ ପାଇଁ ଯିବି, କାହିଁକି ଯିବି ହେଲା, ଆଉ ସେଠିକା କ'ଣ କ'ଣ ସ୍ଥାନ ସବୁ ବୁଲିଲି। ଆଗେ ମୁଁ ଏକା ଯିବି, ତାପରେ ମୋତେ ଯଦି କମ୍ଫର୍ଟେବୁଲ୍ ଲାଗିଲା, ମୋତେ ଯଦି ଭଲ ଲାଗିଲା, ତାହେଲେ ମୁଁ ମୋ ପରିବାରଙ୍କୁ ନେଇକି ଯିବି। ତାପରେ ଆମେ 3 ଜଣ ଆସିସାରିଲା ପରେ ପୁଣି ଆମ ଅଲ୍ ଫ୍ୟାମିଲି ଯିବେ ହେଲା। ଆମ ଅଲ୍ ଫ୍ୟାମିଲି ବେଙ୍ଗଲୋର ଯିବେ ହେଲା। କାହିଁକି ନା ବେଙ୍ଗଲୋରରେ ମୋ 2 ମାମୁଁ ରହୁଛନ୍ତି ହେଲା। ତ ତାଙ୍କର ମାନେ ସେଠି ଘର ପୁରା ହେଇଯାଇଛି, ଆରାମସେ ଯିବା ବୁଲି ବୁଲାକି ଏନ୍ଜୟ କରିକି ଆସିବା। ଏଇଟା ହେଉଛି ଆମର ଛାତ, ଦେଖିପାରୁଥିବେ ଆପଣମାନେ। ଛାତ ଉପରକୁ ମାନେ ବହୁତ ଦିନ ହେଲା ଯାଇନାହାନ୍ତି ଆପଣମାନେ। ମୁଁ ତ ଡେଲି ଯାଉଛି, ବାକି ଆପଣମାନେ ଦେଖିନାହାନ୍ତି ଆମ ଛାତ ହେଲା। ତ ଦେଖିପାରୁଥିବେ ଏଇଟା ହେଉଛି ଆମର ଛାତ ହେଲା। ଆଉ ଏଇଠି ଆମର ସବୁ ଜିନିଷପତ୍ର ସବୁ ଶୁଖା ହେଇଛି, ଦେଖିପାରୁଥିବେ ଆପଣମାନେ। କାହିଁକିନା ବର୍ଷା କଥା କହି ହେଉନି, କେତେବେଳେ ବର୍ଷା ପକାଉଛି ତ ପୁଣି କେତେବେଳେ ବର୍ଷା ଛାଡ଼ି ଯାଉଛି ହେଲା। ଆଉ ଏଇଠି ଆମର କାଠ ପୁଞ୍ଜି, ଆଉ ଏଇଠି ସବୁ କପଡ଼ା ସବୁ ରଖା ହେଇଛି ହେଲା। ଦେଖ ମାନେ ବର୍ଷା ଦିନ ପାଇଁ ଆଗତୁରେ ଆମେ ସତର୍କ କରିକି ରଖିଦେଇଛୁ କାଠ ହେଲା। ତ ଘର କାମ ହେବ ବୋଲି ଆମର ଇଟା ବି ଛାତ ଉପରକୁ ପଳେଇ ଆସିଛି ହେଲା। ଏଇଟା ହେଉଛି ଆମର ଇଟା ସବୁ ଥାକି ଦିଆହେଇଛି, ଦେଖିପାରୁଥିବେ ଆପଣମାନେ ହେଲା। ଆଉ ବର୍ଷା ପ୍ରବଳ ମାତ୍ରାରେ ହେଉଛି, ତ ସେଥିପାଇଁ ଛାତ ପୁରା ସନସନ୍ତିଆ ହେଇଯାଇଛି। ଚାଲ ମୁଁ ଆମର ମାନେ ଏ ଘର ଛାତ ତ ଆପଣମାନେ ଦେଖିଥିଲେ, ବାକି ଆମ ନୂଆ ଘରର ଛାତ ଦେଖିବା, ଠିକ୍ ଅଛି। ଚାଲ ଏଇଟା ହେଉଛି ଆମ ନୂଆ ଘରର ଛାତ। ମାନେ ଏଇଟା ଛାତ ଖୋଲା ହେଇନି, ମାନେ ଛାତର ଯେଉଁ ପଡ଼େନି କି ଆମର ଯେଉଁ ବାଉଁଶ ପଟା ସବୁ ଲାଗିକି ଅଛି, ଦେଖନ୍ତୁ ହେଲା। ଏସବୁ ଲାଗିକି ଅଛି, ବାଉଁଶ ପଟା ସବୁ ଖୋଲା ହେଇନାହିଁ। ଆଜି ଛାତ ପଡ଼ିବାକୁ 15 ଦିନ ହେଲା। 15 ଦିନ ହେଲା, ମୁଁ ଭାବୁଛି ଆଉ 6 ଦିନ ଯାଉ ଖୋଲିଦେବା ଆଉ, ଠିକ୍ ଅଛି। ତ ଟିକେ ଷ୍ଟ୍ରଙ୍ଗ ହେଇକି ରହିବ ଆଉ। ତ ଏଟା ହେଉଛି ଜଏଣ୍ଟଟା ହେଲା, ମାନେ ଏଇଟା ହେଉଛି ପୁରୁଣା ଛାତ, ମାନେ ପୁରୁଣା ଘର ଏଇଟା। ଆଉ ଏଇଟା ହେଉଛି ନୂଆ ଘର ହେଲା। ନୂଆ ଘର ତଳକୁ ବି ଯିବା, କେତେଟା ରୁମ୍ ହେଇଛି, କ'ଣ ହେଇଛି କ'ଣ ନାହିଁ ସବୁ ମୁଁ ଆପଣମାନଙ୍କୁ ଜଣେଇବି ହେଲା। ତ କଣ୍ଟିନ୍ୟୁ କରନ୍ତୁ, ଆସ୍ତେ 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 ଜଣେଇବି, ଠିକ୍ ଅଛି। ଷ୍ଟେପ୍ ବାଇ ଷ୍ଟେପ୍ ମୁଁ ଆପଣମାନଙ୍କୁ ଜଣେଇବି। ଆଉ ଏଇଠି ଦେଖିପାରୁଥିବେ ଆମର ଇଟା ସବୁ ଥିଲା, ଇଟା ହେଲା। ଇଟା ବି ବହୁତ ମାତ୍ରାରେ ଖାଲି ହେଇଯାଇଛି। ସେଠି ଆମର ଚିପ୍ସ ଥିଲା, ସେ ଚିପ୍ସ ମଧ୍ୟ ନାହିଁ। ଆଉ ବାଲି ବି କେତେ କାଣ୍ଡି ହେଇକି ଥିଲା, ବାଲି ବି ମଧ୍ୟ ନାହିଁ ହେଲା। ଘର କାମରେ ସବୁ ଚାଲିଛି ଖର୍ଚ୍ଚ ଆଉ ହେଲା। ଖର୍ଚ୍ଚ ପ୍ରବଳ ମାତ୍ରାରେ। ଏବେ ବୁଝୁଛି ଯେ ଘର କରିବାଟା କେତେ କଷ୍ଟ। କଥାରେ ଅଛି, ଯଦି ଆପଣମାନଙ୍କର ଶତ୍ରୁ କେହି ଅଛି, ତାହେଲେ ତାକୁ ନ ମାରିକି ନ ଗାଳି ଦେଇକି ତାକୁ କହିବେ ତୁ ଖଣ୍ଡେ ଘର କରିଦେ ହେଲା। ଆଉ ସେ ଘର କରୁଥିବ ନା କ'ଣ ଏମିତି ଗୋଟେ ଅଛି ହେଲା। ତ ଯାହାକି ମୁଁ ମାନେ ଶୁଣିଛି, ବାକି ଏବେ ରିଏଲାଇଜ୍ କରୁଛି, ମାନେ ନିଜେ ପଶ୍ଚାତାପ କରୁଛି ଯେ କେତେ ମାତ୍ରାରେ ମାନେ ଘର କରିଲେ ପଇସା ଖର୍ଚ୍ଚ ହୁଏ ବୋଲି, ଠିକ୍ ଅଛି। ପ୍ରବଳ ମାତ୍ରାରେ ପଇସା ଯାଉଛି, ଯେଉଁଟାକି ମୁଁ ନିଜେ ଜାଣିପାରୁଛି, ଠିକ୍ ଅଛି। ତ ଏଇ ଘରଟା
ମାନେ ସେଇଠୁ ସେଇଟା ଏଇଟା ଲୁଗା ପଡ଼ିଛି ଦେଖି ପାରୁନି ଭଲକି ହେଲା। ଏଇଟା ଦେଖ ଏଇଟା ଗୋଟେ ଏମିତି ହେଇକି ପଡ଼ି ରହିଛି ହେଲା। ଏଇଟା ପୁରୁଣା ଘରର ଏଇଟା ହେଉଛି ନୂଆ ଘରର ହେଲା। ମାନେ ଏଇଠୁ ପୁରା ଏତିକି ପର୍ଯ୍ୟନ୍ତ ହେଲା। ଏତିକି ପର୍ଯ୍ୟନ୍ତ ଭିତରେ କେତେଟା ରୁମ୍ ହେଇଛି କ'ଣ ନାହିଁ ସେଟା ମୁଁ ଆପଣଙ୍କୁ ଜଣେଇବି। ଏତିକି ବାଟ ପର୍ଯ୍ୟନ୍ତ ସବୁ କାମ ମୁଁ ନିଜେ କରିଛି, ମାନେ ନିଜେ ପଇସା ଖର୍ଚ୍ଚ କରିଛି ହେଲା। ତ ସେଥିପାଇଁ ମୁଁ ଜାଣିପାରୁଛି ପଇସାଟା କେତେ ଖର୍ଚ୍ଚ ହୁଏ ବୋଲି। ପ୍ରବଳ ମାତ୍ରାରେ ପଇସା ଖର୍ଚ୍ଚ ହେଇଛି। ତ ମୁଁ ତ ଘର ବିଷୟରେ କିଛି ଜାଣିନି, ବାକି ଏସବୁର କାମ ତୁଲେଇଛନ୍ତି ମୋର ବାପା ହେଲା। ମାନେ ମୋର ବାପାଙ୍କ ଉପରେ ସବୁ ଦାୟିତ୍ୱ ହେଲା। ସବୁ ଦାୟିତ୍ୱ ଛାଡ଼ି ଦେଇକି ମୁଁ ପୁରା ରିଲାକ୍ସ ହେଇକି ବସି ପଡ଼ିଲି। ତ ଏଇଠି ତାଙ୍କର ଶାଶୁ ତାଙ୍କର ଖାଉଛନ୍ତି, ଦେଖିପାରୁଥିବେ ଆପଣମାନେ। ଏ ମଦର ସତ କହିବ ହେଲା, ଏ ଯେଉଁ ଘର ଟୋଟାଲ ମାତ୍ରାରେ ଦାୟିତ୍ୱ ନେଇଛନ୍ତି ବାପା ନା, ଏ ଠୁ ଜେଡ୍। ଆଉ ପଇସା ଇନଭେଷ୍ଟ କିଏ କରିଛି ଏଥର? ହଁ ସେଟା ତ ସତ କଥା। ଜଣେ ପଇସା ଦେଇଦେଲେ ସବୁ କିଛି ହେଇଯାଏନି। ତାକୁ ପଇସାଟାକୁ ନେଇ ଠିକ ଜାଗାରେ ଠିକ କାମରେ ଲଗେଇଲେ ସେଟା ଜାଣିବୁ ଯେ ପଇସାଟା ମୁଁ ଖର୍ଚ୍ଚ କରୁଛି। କିନ୍ତୁ ଏତିକି ଏଇଥର ମାନେ ନିଜେ ଜାଣିଲି ଯେ ଘର କଲେ କେତେ ପଇସା ଖର୍ଚ୍ଚ ହୁଏ ବୋଲି ହେଲା। ମାନେ କିଛି ତ ହେଇନାହିଁ ହେଲା। ଆଉ ଆଗକୁ ହବ। ମାନେ ବର୍ତ୍ତମାନ ଆମର ଛାତ ଖୋଲା ହେଇନାହିଁ ହେଲା, ମାତ୍ର ଆଜି 15 ଦିନ ହେଲା। ତାପରେ ନିଜେ ନେଇକି ନିଜେ ଦାୟିତ୍ୱ ନେଇକି କାମ କଲେ ତାପରେ ଫ୍ୟାମିଲି ଚଳେଇଲେ ମାନେ କଥାର ଅଛି ପୁରା ଏଇନା ବର୍ତ୍ତମାନ ପାଇଁ ବାପ ଥିଲେ ପୁଅ ସବାର ହାରିବନି। ବାପ ଅଛି, ବାପା ଅଛନ୍ତି ମାନେ ସବୁ କିଛି ଦାୟିତ୍ୱଟା ହ୍ୟାଣ୍ଡେଲ କରିନେଉଛନ୍ତି। ଦୁଃଖ କଷ୍ଟଟା ତତେ କିଛି କଷ୍ଟ ଦେଉନାହାନ୍ତି। ତାପରେ ଆସ୍ତେ ଆସ୍ତେ ବାପ ହୁଅନ୍ତେ ପୁଅ ତାର ତ ହ୍ୟାଣ୍ଡେଲ କରିବ। ଆଉ ଯେହେତୁ ଆମର ନୂଆ ଘର କାମ ଚାଲିଛି, ଯାହାଫଳରେ କି ସେ ଘର ଭିତରକୁ ଯାଇ ହେବନି ହେଲା। ଆଉ ଏଇଠି ଆମର ରୋଷେଇବାସ ସବୁ ହେଉଛି ହେଲା। ମାନେ ଏଇଟା ଆମର ଚୁଲିରେ ରୋଷେଇ ହେଉଛି ହେଲା। ଆଉ ସେଠି ଗ୍ୟାସରେ ରୋଷେଇ ହେଉଛି, ସେଟା ତ ଆପଣମାନେ ଦେଖିଥିଲେ। କ'ଣ ନୂଆ ଜିନିଷ? କଙ୍କଡ଼ା, ଦେଶୀ କଙ୍କଡ଼ା, ବିଲ କଙ୍କଡ଼ା, ବିଲ କଙ୍କଡ଼ା। କଙ୍କଡ଼ା ଖାଇବୁ ନା? ଖାଇବୁ ନା? ଶ୍ରାବଣ ମାସ ମା ଆରଥର ମୁଁ ଶ୍ରାବଣ ମାସ ଭଲ କି କରିଥିଲି, ପୁରା ଗୋଟେ ମାସ ପୁରା ରହିଥିଲି। କାଇଁ ତୁ ଶ୍ରାବଣ ମାସ କଲା କଥା ତୁ ଶ୍ରାବଣ ମାସ ଗୋଟା ରହୁ। ଏଇଥର ଆହୁରି ଏପଟ ସେପଟ ବାର ଆଡେ ଯାଉଛୁ ବୋଲି କହିକି ଯାଇଥିଲି ଗୋଟେ ସପ୍ତାହ ରହିଲା। ହଁ ପାଣି ଢାଳି ଯାଇଛୁ, ଢାଳି ଆସିକି ପୁଣି ଖାଇଦେଲି। ହଁ କିନ୍ତୁ ଏମାନେ ପୁରା କଣ୍ଟିନ୍ୟୁଅସଲି ରହିଛନ୍ତି ଅନୁ ହେରିକା। ସେ ରହିପାରିବେ, ତମେ ରହିପାରିବନି। କାହିଁକି ନା ତମେ ପୁଅ ଛୁଆ ବାର ଆଡେ ବୁଲିଲ, ବାର ସାଙ୍ଗସାଥି ବାର ଆଡେ ଗଲ ତମେ। ହଉ କିସ କହିଲୁ ଗୋଟେ କହ। ସବୁଆଡେ ବୁଲିବ, ଟିକେ ଟିକେ ଖାଇବ, ବ୍ରତ କରିବ। ଖାଲି ମୋର ଆଇଁଷ ଚିନ୍ତା ନା। ତୁ ମନର ଭକ୍ତି ନା ସବୁ ବାସ୍ ମନର ମୋର ଭକ୍ତି ଅଛି। ନାଇଁ ନାଇଁ ଥିଲା ଆଉ ନାଇଁ। ହଁ ହଁ ଠାକୁରଙ୍କ ପ୍ରତି ମୋର ଭକ୍ତି ଥିଲା, ଅଛି, ରହିବ ହେଲା। କହିନା କଣ ହବ ନା ସିଏ କହିନା କଣ ହବ ନା ଶୋଇପଡିଛି। ଛାଡ଼ି ଦେଇ ପଳେଇବ ମାନେ ଇସ୍ ତାଙ୍କ ସ୍କୁଟି ପଳେଇ ଆଇଲା ନା ହେଲା, ପଳେଇଲା। ତାପରେ ସେ ଖେଳୁଆର ଛୁଆ, ସିଏ ଛୁଆକୁ ଖେଳେନି କୋଉଠି 5-10 ମିନିଟ୍ ଖେଳିବ, ତାପରେ ସିଏ ନିଜେ ଖେଳତେ ପଳେଇବ କୁଆଡେ। ଆମେ ମାନେ ଯୋଉ ଛୁଆ ଖେଳେଇମୁ ମନ ଧ୍ୟାନ ଦେଇକି ତାକୁ ଜଗିମୁ, ସେମାନେ ଆଉ ସେ କାମ କରିପାରିବା ନା। ଅନୁ ଗୋଟେ ବଢିଆ ଜିନିଷ ଦେଖିବ ନା, ଅନୁ ଗୋଟେ ବଢିଆ ଜିନିଷ ଦେଖିବ ନା। ଆମ ଘରକୁ ବିଲେଇ ଆସିଥିଲା ହେଲା। ମୋ ମା ସବୁ ତାର ଜାଲି ବାନ୍ଧି ଦେଇଛି, ଏଠି ବାନ୍ଧି ଦେଇଛି, ଏଇଠି ବାନ୍ଧି ଦେଇଛି, ଏଠି ଗୋଟେ, ଏଠି ଗୋଟେ। ସକାଳେ ମୁଁ ଉଠିଲା ବେଳକୁ ମୋ ଗୋଡ଼ ତ ପାପ ଛୋଟା ଥାଏ ନା ପଲଙ୍କ ତଳେ,
ବେଡକୁ ଉଠନ୍ତି ସେଠି ଗୋଡ଼ ପୁଛେଇ ଯାଆନ୍ତି ମୋର ଉଠି ପଡ଼ି ସେ ପାପ ଚୋପରେ ସକାଳର ମୁହଁ ଧୋଇ ଉଠି ପଡ଼ି ପାପ ଚୋପରେ ଗୋଡ଼ ପଡ଼ିଲା ହଗି ଦେଇଛି ମେଞ୍ଚେ ମୋ ଦେହ ତ ଖାଲି ରାଗିଗଲା ଆଉ କାଲି ରାଗିକି ମୁଁ ଯେତେ କଷ୍ଟ ହଉ ମାମୁଁ ତ ଆସି ପହଞ୍ଚିନି ରାତି ହେଇଗଲା ମାନେ ଶୋଇତେ ଗଲାବେଳକୁ ମୁଁ କହିଲି ଯେତେ କଷ୍ଟ ନାଗୁଛି ନା ମୁଁ ଆଗର ଆଜି ଏଟାକୁ ରିପେୟାରିଂ କରେ କହିକି ତାର ଫାର ସବୁ ଦୁନିଆ ଆଡ଼େ ଛନ୍ଦିକି ବାନ୍ଧିକି ଶୋଇଥିଲି ବିଲେଇ ରାତିରେ ଆଇଛି ସେତେବେଳେ ଡେଇଁକି ଦେଖିଛି ଏଠି ତ ବନ୍ଧା ହେଇଛି ପିଟି ହେଇକି ପଡ଼ିକି ଧାଇଁଛି ଆଉ ଟିକେ ହଗିଥାନ୍ତା ନା ମାନେ ସତ କଥା ବିଲେଇ ଭଲ ହେଲା ବିଲେଇ ଭଲ ଭଲ ଦେଖିବା ପାଇଁ ଭଲ ସବୁ ଭଲ କିନ୍ତୁ ଏଇ ଯୋଉ ବିଲେଇର ଯୋଉ ହରକତ ଗୁଡ଼ା କରୁଛି ମାନେ ଗୁଣ ଗୁଡ଼ା ଯୋଉ କରୁଛି ସେଇଥିପାଇଁ ଖରାପ ଲାଗୁଛି ହେଲା ନା ବିଲେଇ ହେଉଛି ଶୁଭ ଗନେ ସେ ସତର୍କ କରିଦିଏ ଆରେ ତୁ ଯାଉଛୁ ସିନା କିନ୍ତୁ ସତର୍କ ହେଇକି ରହ ହେଲା ମାନେ କିଛି ଗୋଟେ ହବା ପାଇଁ ଯାଉଛି ସେଇଥିପାଇଁ ସେ ସତର୍କ ବାଣୀଟା ଦେଇଦିଏ ଜାଣିଛ ବିଲେଇ ଅଶୁଭ ନୁହେଁ ସେଟା କହିବାଟା ତମର ଭୁଲ ଚାଉଳ ଆଣିଲୁ ଡାଲ ହେଁ ଚାଉଳ ଯାଇଛନ୍ତି ପରା ବାପା ଆମର ଆଣିତେ ଆମ ପଟେ ଏପଟେ ଫ୍ରି ଚାଉଳ ମିଳୁଛି ହେଲା ଫ୍ରି ଚାଉଳ ମିଳୁଛି ଆଉ ସେଟା ମିଳୁଛି ଆମର କେଉଁଠି ପଞ୍ଚାୟତ ଅଫିସରେ ହେଲା ମାନେ ଏଇଠୁ ଆମର ପଞ୍ଚାୟତ ଅଫିସ ହେଉଛି 1 କିଲୋମିଟର ହେଲା ବାପା ଯାଇଛନ୍ତି ଆଉ ତୋ କାର୍ଡ଼ ବି ନେଇଛନ୍ତି କି ପାଇସାରିଛୁ ହେଁ ସେଇ ନେଇ ରିଲାକ୍ସ ହେଇକି ବସୁଛୁ ଆଉ ଭାତ କରିବୁ ନା ଇଚ୍ଛା ଭାତ ହବ ତରକାରୀ ହବ ଛୁଆ ଉଠିବ ସିଏ ଖାଇବ ତାପରେ ଗାଧେଇବ ସତ କଥା ଆଜ୍ଞା ଗୋଟେ କଥା ମୋ ପୁଅ ଯେତେ ପର୍ଯ୍ୟନ୍ତ ଶୋଉଛି ସେତେ ପର୍ଯ୍ୟନ୍ତ ଘରଟା ଶାନ୍ତ ଲାଗୁଛି ହେଲା ଆଉ ମୋ ପୁଅ ଥରେ ୱାନ୍ସ ଉଠିଯିବ ତାପରେ ରା 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 ହେଇକି ମୁଣ୍ଡ ବିନ୍ଧିଯିବ ହେଲା ମୁଁ ତ ବେଶୀ ଛୁଆ ଖେଳାଏନି ମୋ ମାଆର ଆଉ ଅନୁର ଆଉ ମୋ ଭଉଣୀର ହେଲା ଖାଲି ରା 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 ହଉଥିବେ ତ ଦିନ ସାରା ହଉଥିବେ ହେଲା ଦିନ ସାରା ରାତି ସାରା ହେଲା ଆଉ ଯଦି ତାର ରାତିର ନିଦ ଭାଙ୍ଗିଛି ସେ ସମସ୍ତଙ୍କୁ ଖୋଜିବ ଆଉ ମାମା ଗଲା କାଡ଼େ ମା ଗଲା କାଡ଼େ ବାପା ଗଲା କାଡ଼େ ବାବା ଗଲେ କୁଆଡ଼େ ସବୁ ଖୋଜିବ ହଁ ନା ସେଇଆ ପରା ଆଣି ଛାଟିଦେଲାଣି ତ କୋଉଟା କୋଉଠି ନେଇକି କାହାକୁ ଦେଇଗଲା ହେ ନାଳ ପକେଇଦେଲାଣି ତ କୁଆଡ଼େ ଗଲାଣି ସେ ରାଉ ରାଉ ରାତି 8ଟା ପର୍ଯ୍ୟନ୍ତ ଶୋଇଗଲେ ଆମେ ସବୁ କାମ କରୁଛୁ ଶାନ୍ତିରେ ଉଠି ପଇଲା ମାନେ ବିସ୍ତାର ତ ଆପଣମାନେ ତ ଜାଣୁଛନ୍ତି ଏସବୁ କଥା ତାପରେ ଆମର ତ ଛୋଟ ଫ୍ୟାମିଲି ହେଲା ଛୋଟ ଫ୍ୟାମିଲିର ଦେଖିପାରୁଥିବେ କେମିତି ସବୁ କାମ କାର୍ଯ୍ୟ ତ ଏତେଟା ବି ନାହିଁ ହେଲା ଯେଉଁ ଭଳିଆ ବ୍ଲଗ୍ କରାଯାଏ ମୁଁ ତ ସେଇଭଳିଆ ଟିକେ କରୁଛି ବା ଶିଖୁଛି ହେଲା ଆଉ କେମିତି କ'ଣ କରିବି ଆଗକୁ ମଧ୍ୟ ଟ୍ରେନିଂ ନେବି ହେଲା କେମିତି କ'ଣ ବ୍ଲଗ୍ କରାଯାଏ ଠିକ୍ ଅଛି ତ ଯଦି ମୋ ବ୍ଲଗ୍ ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ନିହାତି ଲାଇକ୍ କମେଣ୍ଟ ସେୟାର ଏବଂ ସବସ୍କ୍ରାଇବ୍ ନିହାତି କରିବେ ହେଲା ଆଉ ଆପଣମାନେ କମେଣ୍ଟ ଦିଅନ୍ତୁ କି କେଉଁ ଟପିକ୍ ଉପରେ ମୁଁ ଭିଡ଼ିଓ ବନେଇବି ସେଇ ଟପିକ୍ ଉପରେ ମୁଁ ଭିଡ଼ିଓ ବନେଇବା ପାଇଁ ଚେଷ୍ଟା କରିବି ଠିକ୍ ଅଛି ତ ଆପଣମାନେ କିଛି ମୋତେ ହିଣ୍ଟସ୍ ଦିଅନ୍ତୁ ଯାହାଫଳରେ କି ମୋତେ ବ୍ଲଗ୍ ବନେଇବା ପାଇଁ ସୁବିଧା ହେବ ମାନେ ଆପଣମାନଙ୍କର ପ୍ରଶ୍ନ ଆଉ ମୋର ଉତ୍ତର ଠିକ୍ ଅଛି ତ ଆପଣମାନେ ନିହାତି ଏଇଟା କମେଣ୍ଟ ମାଧ୍ୟମରେ ଜଣାଇବେ ଠିକ୍ ଅଛି ହେକୁଟି ମାରୁଛୁ କାହିଁକି ତୁ ହେଁ ନା ତ ଟିକେ ମନେ ପକେଇଲା ଏ ମା ରାକ୍ଷୀ ପୂର୍ଣ୍ଣିମା କେବେ ଆମ ଦୋକାନ କେବେ ଖୋଲିମି ଦୋକାନ କଣ ମୁଁ କାଲି ଯାଇଥିଲି ଉପହାର ରାକ୍ଷୀ ପୁରା ଚାରିଆଡ଼େ ମେଲେଇଦେଲି ପ୍ରତିପଦା ଯାଇନି ତ ଚାରିଆଡ଼େ ଦୋକାନ ମେଲେଇଲେଣି ମୁଁ ବି ମେଲେଇବାର ଅଛି ହେଲା ଦୋକାନ ଖୋଲିବାର ଅଛି କାହିଁକି ନା ଆପଣମାନଙ୍କୁ ଜଣେଇବିନି ଭାବୁଥିଲି କିନ୍ତୁ ଜଣେଇ ଦେଉଛି ହେଲା ଯେ ନା ଥାଉ ଜଣେଇବିନି ନା ଜଣେଇଦେବି କିସ କହୁଛ ଜଣେ ଭାଇ ତୋର ଆଇଟି ସରିଗଲାଣି ନା
ତୁ କଲେଜରୁ ଆସିସାରିଲୁଣି ନା ଏ ମା ଜଣେଇଦେବେ ନା ହଁ ଜଣେଇଦେଲେ କଣ ଅସୁବିଧା ହଉଛି? ତ ଓକେ ମା କହିଲେ ଯେହେତୁ ମୁଁ ଆପଣମାନଙ୍କୁ ଜଣେଇ ଦେଉଛି କିନ୍ତୁ ଜଣେଇବାର ନଥିଲା ତ ମୁଁ ଏବେ ଜଣେଇ ଦେଉଛି। ତ ମୁଁ ପାଖାପାଖି 10-12 ବର୍ଷରୁ ରାକ୍ଷୀ ଦୋକାନ ଆଉ ଗ୍ରିଟନିସ୍ ଦୋକାନ ସବୁ କରେ ହେଲା। ଆଉ ଗ୍ରିଟନିସ୍ ତ ଏବେ ନାହିଁ ହେଲା, ସବୁ ଲଭ୍ ହେଇଗଲାଣି, ମାନେ ଏବେ ତ ସବୁ ହ୍ୱାଟ୍ସଆପ୍ ଯୁଗ ହେଇଯାଇଛି, କିନ୍ତୁ ରାକ୍ଷୀ ଥିଲା, ଅଛି, ରହିବ ହେଲା। ତ ରାକ୍ଷୀ ଦୋକାନ ମୁଁ ଗୋଟେ ଛୋଟ ମୋଟିଆ ଗୋଟେ କରେ ହେଲା। ଆଉ ଛୋଟ ମୋଟିଆ ଟାଇପ୍ର ମୁଁ ଗୋଟେ ରାକ୍ଷୀ ଦୋକାନ ପ୍ରତିବର୍ଷ କରେ, ଏଇଥର ବି ରାକ୍ଷୀ ଦୋକାନ କରିବି ହେଲା। ଯେଉଁମାନଙ୍କର ରାକ୍ଷୀ ଯଦି ଅର୍ଡ଼ର ଦେବାର ଅଛି ତାହେଲେ ନିହାତି ଅର୍ଡ଼ର ଦେବେ ହେଲା। ଆଉ ରାକ୍ଷୀ ଦୋକାନ ମୁଁ ଖୋଲି ନାହିଁ, ଯେତେବେଳେ ଖୋଲିବି ମୁଁ ଆପଣମାନଙ୍କୁ ସବୁ ଦେଖେଇବି, ଫଟୋ ସବୁ ଦେଖେଇବି। ଆପଣମାନଙ୍କର ଯେଉଁଟା ଚଏସ୍ ହେବ ସୁଲଭ ମୂଲ୍ୟରେ ମୁଁ ଆପଣମାନଙ୍କୁ ଦେଇଦେବି। ଏଇଟା ଗୋଟେ ପ୍ରମୋସନ୍ ଟାଇପ୍ର ହେଇଗଲା। ହଁ ନା ଅନୁ? ଆମ କଣ ତ ରାକ୍ଷୀ ଦୋକାନଟା ନାଁ ଟିକେ କହିଦଉନ? ରାକ୍ଷୀ ହଁ ହଁ ଆଉ ଗୋଟେ କଥା ଅନୁ ମନେ ପକେଇଦେଲେ, ମୋ ରାକ୍ଷୀ ଦୋକାନର ନାଁ ହେଉଛି ଅଂଶୁମାନ ରାକ୍ଷୀ ଦୋକାନ ହେଲା। ଅଂଶୁମାନ ରାକ୍ଷୀ ମାନେ ଅଂଶୁ ହେଉଛି ମୋ ପୁଅ ହେଲା, ଅଂଶୁମାନ ହେଉଛି ମୋ ପୁଅ ନା। ତ ମୋ ପୁଅ ନାଁରେ ରାକ୍ଷୀ ଦୋକାନଟା ରଖିଛି ହେଲା, ଅଂଶୁମାନ ରାକ୍ଷୀ ଷ୍ଟୋର ହେଲା। ତ ଏଠି ବିଭିନ୍ନ ପ୍ରକାର ଭେରାଇଟିର ଜିନିଷ ଅଛି, ମାନେ ସେ ଜିନିଷ ମାନେ ସେ ରାକ୍ଷୀ କ'ଣ କ'ଣ ସେଟା ମୁଁ ଆପଣମାନଙ୍କୁ ଆଉ ଗୋଟେ ବ୍ଲଗ୍ରେ ନିହାତି ଦେଖେଇବି। ବହୁତ ବଢ଼ିଆ ବଢ଼ିଆ ଡିଜାଇନ୍ରେ ସବୁ ଅଛି ରାକ୍ଷୀ ହେଲା। ବହୁତ କମ୍ ଦାମରେ ମୁଁ ଆପଣମାନଙ୍କୁ ଦେଇଦେବି, ଠିକ୍ ଅଛି। ତ ବାହାର ଲୋକ ତ ଅଲଗା ନେବେ, କିନ୍ତୁ ଆପଣମାନଙ୍କ ପାଇଁ ଅଲଗା ରେଟ୍ ଅଛି, ଠିକ୍ ଅଛି। ମାନେ ସେମାନଙ୍କର ଯଦି 10 ଟଙ୍କା ଅଧିକା, ଆପଣମାନଙ୍କୁ ସେଇ 10 ଟଙ୍କାଟା କମ୍ ହେବ, କିନ୍ତୁ କିଣା ରେଟ୍ରେ ଦେବି, ଠିକ୍ ଅଛି। ଆଉ ଆମ ଘରେ କମ୍ ମେମ୍ବର, ତ ତେଣୁକରି ବ୍ଲଗ୍ଟା ଦମଦାର ହେଇପାରୁନି, ମୁଁ ନିହାତି ଭାବରେ ଜାଣିଛି। ବାକି ମୁଁ ଚେଷ୍ଟା କରିବି ନିହାତି ଦମଦାର ବ୍ଲଗ୍ ଆଣିବା ପାଇଁ, ଠିକ୍ ଅଛି। ତ ଆଜିକାର ଭିଡ଼ିଓ ଆପଣମାନଙ୍କୁ କେମିତି କ'ଣ ଲାଗିଲା ଆପଣମାନେ ନିହାତି କମେଣ୍ଟ ମାଧ୍ୟମରେ ଜଣାଇବେ। ତ ଆଜି ପାଇଁ ଏତିକି ଥିଲା, ଦେଖା ହେବ ନେକ୍ସଟ ବ୍ଲଗ୍ରେ। ରହିଲୁ, ଜୟ ଜଗନ୍ନାଥ।